ପଣ୍ଡକିଟାଲ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଜନଶୁଣାଣି ଶିବିର ଆଜି ଦିନ 10:30 ଅପରାହ୍ନ 1:30 ପର୍ଯ୍ୟନ୍ତ ଅନୁଷ୍ଠିତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ପଣ୍ଡକିଟାଲ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ 16 ଗୋଟି ଅଭିଯୋଗ ହୋଇଥିବା ବେଳେ 14 ଗୋଟି ବ୍ୟକ୍ତିଗତ 2 ଗୋଟି ସାମୂହିକ ଅଭିଯୋଗ ହୋଇଥିଲା। ସମସ୍ତ ଅଭିଯୋଗ ରାସନ କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ ହେଲ୍ଥ କାର୍ଡ, ସୁଭଦ୍ରା ଯୋଜନା ଭଳି ଅଭିଯୋଗ ଅଧିକ ଦେଖିବାକୁ ମିଳିଥିଲା। ଅଭିଯୋଗ ଶୁଣାଣି ଶିବିରରେ ବିଡିଓ ଦିଲ୍ଲୀପ କୁମାର ବାଡ଼ା, ବିଜୟଲକ୍ଷ୍ମୀ ହେମ୍ବ୍ରମ ସୁବ୍ରତ ପାଣି ଏମ୍ଆଇ, ହିମାଦ୍ରି ପ୍ରଧାନ RWSS, PEO ଝରଣା ନାୟକ, କ୍ଷୀରୋଦ ଭୂଷଣ ରାୟ BSSO, ମିଲି ବରିହା GRS, ପ୍ରଭୁଦତ୍ତ ନାୟକ, ଅମୂଲ୍ୟ ପ୍ରସାଦ ନାୟକ, ରମାକାନ୍ତ ଭୋଏ ପ୍ରମୁଖ ଅଧିକାରୀମାନେ ଯୋଗଦେଇ ସମସ୍ତ ଅଭିଯୋଗ ଦରଖାସ୍ତ ମାଧ୍ୟମରେ ଗ୍ରହଣ କରି ସମାଧାନ କରିଥିଲେ। ଯେଉଁ ଅଭିଯୋଗ ସମାଧାନ ନ ହେଲା ତାକୁ ବ୍ଲକ ସ୍ତରୀୟ ଶୁଣାଣି ଶିବିରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।